ବେଦିରେ ବସିଲେ ସ୍ୱରାଜ, ମଥାରେ ମୁକୁଟ, ବେକରେ ବରଣମାଳ। ଆପଣମାନେ ତ ସମସ୍ତେ ଓଡ଼ିଆ ଅଭିନେତା ସ୍ୱରାଜ ପାଢ଼ୀଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି। ତାଙ୍କର ବାହାଘରକୁ ନେଇ କିଛି ଦିନ ହେବ ବେଶ ଚର୍ଚ୍ଚାର ବିଷୟ ପଲାଟିଥିଲା। ବିଶେଷ କରି ଯେବେଠୁ ତାଙ୍କର ନିର୍ବନ୍ଧ ସରିଛି, କାହାକୁ ବିବାହ କରିବେ, କେଉଁ ହିରୋଇନଙ୍କ ହାତ ଧରିବାକୁ ଯାଉଛନ୍ତି ସ୍ୱରାଜ, ସେ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥିଲା। ଆପଣମାନେ ତ ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି କି ସ୍ୱରାଜ ବାରିକ, ଯାହାଙ୍କର ଅଭିନୟକୁ ଆପଣମାନେ ସମସ୍ତେ ବେଶ ପସନ୍ଦ କରିଥାନ୍ତି। ସେ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସମସ୍ତଙ୍କୁ ନିଜ ନିର୍ବନ୍ଧ ସମ୍ପର୍କରେ ଜଣାଇଥିଲେ ସତ, ହେଲେ କାହାର ହାତ ଧରିବାକୁ ଯାଉଛନ୍ତି ସେଇଟା ସିକ୍ରେଟ୍ ରଖିଥିଲେ। ନିଜ ନିର୍ବନ୍ଧର ଫଟୋ ସେୟାର କରି ସମସ୍ତଙ୍କୁ ନିଜର ବାହାଘର ସମ୍ପର୍କରେ ସୂଚନା ଦେଇଥିଲେ। ଆଉ ଏଇଟା ବି କହିଥିଲେ ବହୁ ଜଲ୍ଦି ତାଙ୍କ ବାହାଘର ହେବାକୁ ଯାଉଛି। ହେଲେ କେଉଁ ହିରୋଇନଙ୍କ ହାତ ଧରିବେ ସ୍ୱରାଜ, ସେ ସମ୍ପର୍କରେ କିଛି ବି ସ୍ପଷ୍ଟ ଭାବରେ ଜଣାପଡ଼ୁନଥିଲା। ଆଉ ବର୍ତ୍ତମାନ ସମୟରେ ସବୁକିଛି ଉପରୁ ପର୍ଦ୍ଦା ହଟି ସାରିଛି। ଆପଣମାନେ ତ ସମସ୍ତେ ସ୍ୱରାଜକୁ ବେଶ ଭଲ ଭାବରେ ଜାଣିଛନ୍ତି। ତେବେ ସେ କାହାକୁ ବିବାହ କରିଛନ୍ତି, କ'ଣ ରହିଛି ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଏହି ଭିଡ଼ିଓ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେଉଁମାନେ ପ୍ରକୃତରେ ସ୍ୱରାଜକୁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରନ୍ତି, ଭିଡ଼ିଓଟିକୁ ଲାଇକ୍ କରିବେ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ ଅଭିନେତା ସ୍ୱରାଜ ବାରିକ, ତାଙ୍କର ବାହାଘରକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଯେବେଠୁ ତାଙ୍କର ନିର୍ବନ୍ଧ ସରିଛି ଆଉ ନିଜର ଉର୍ବୀ ୱାଇଫ୍କୁ ସେ ଲୁଚାଇ ରଖିଛନ୍ତି, ଏ ସମ୍ପର୍କରେ କିଛି ବି ସ୍ପଷ୍ଟତା କହିନାହାନ୍ତି, ସେବେଠୁ ସବୁଠି ଚର୍ଚ୍ଚା ସେ କାହାକୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏହିସବୁ ଭିତରେ କିଛି ଫଟୋ ଯାହାକି ବେଶ ଭାଇରାଲ ହେବା ଲାଗିଛି। ଆପଣମାନଙ୍କୁ ଜାଣି ରଖିବା ଦରକାର ଯେ ଯେଉଁ ଫଟୋ ଗୁଡ଼ିକ ବର୍ତ୍ତମାନ ସମୟରେ ଭାଇରାଲ ହେଉଛି, ସେଗୁଡ଼ା ହେଉଛି ବହୁତ ପୁରୁଣା ସମୟର ଫଟୋ, ବହୁତ ଅତୀତ ସମୟର ଫଟୋ। ଯେଉଁ ଫଟୋ ଗୁଡ଼ିକ କିଛି ଫିଲ୍ମର ସୁଟିଂ ସେଟ୍ର। ସ୍ୱରାଜ ଏବଂ ଭୂମିକାଙ୍କର ସେମିତି କିଛି ନିର୍ବନ୍ଧ ହୋଇନି। ବହୁତ ଜଲ୍ଦି ସ୍ୱରାଜ ବିବାହ କରିବାକୁ ଯାଉଛନ୍ତି। ତେବେ କାହାକୁ ବିବାହ କରିବେ ସେ ସମ୍ପର୍କରେ ଆପଣମାନେ ବହୁତ ଜଲ୍ଦି ଅପଡେଟ୍ ଜାଣିବାକୁ ପାଇଯିବେ।